ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ କଥା ହେବା ଭିତରକନିକା ବିଷୟରେ। ଭିତରକନିକା ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ। ଏହା ଏହାର ମ୍ୟାନଗ୍ରୋଭ ଜଙ୍ଗଲ ଏବଂ ସମୃଦ୍ଧ ଜୈବ ବିବିଧତା ପାଇଁ ଜଣାଶୁଣା। ଏହି ଉଦ୍ୟାନ ବିଶ୍ୱର ସବୁଠାରୁ ବଡ଼ ସରୀସୃପ ଲୁଣିଆ ପାଣିର ସରୀସୃପ କୁମ୍ଭୀରଙ୍କ ଆବାସସ୍ଥଳ। ଭିତରକନିକାରେ ଅନେକ ବିରଳ ପକ୍ଷୀ, ହରିଣ, କଇଁଛ ଏବଂ ସାପ ବାସ କରନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷିତ କ୍ଷେତ୍ର ଯାହା ଆର୍ଦ୍ରଭୂମି, ବନ୍ୟପ୍ରାଣୀ ଏବଂ ଉପକୂଳବର୍ତ୍ତୀ ପରିସଂସ୍ଥାନ ସଂରକ୍ଷଣ କରିବାରେ ସାହାଯ୍ୟ କରେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଅଧିକା ଜାଣିବାକୁ ଅଛି କମେଣ୍ଟରେ ଲେଖିକି ଦେବ। ଆଉ ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି କମେଣ୍ଟରେ ଲେଖିକି ଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।